ମୁଁ କଲାପାଟି ସ୍କୁଲରେ ପଢୁଅଛି। ମୁଁ ନବମ ଛାତ୍ର ଅଟେ। ଆଜି ଆମେ ଆମ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କଲୁ। ସେଥିପାଇଁ ସକାଳୁ ଆମେ ଗଣ ଦୌଡ଼ କଲୁ ଓ ଏବେ ପୋଲିସ ସାର୍ ଆମକୁ ସାର୍ଟିଫିକେଟ କଲେ। ଆମକୁ କହିଯାଉଛି କି ପ୍ରତିଯୋଗିତା ରଖିଥିଲେ, ତେଣୁକରି ମୁଇଁ ତୃତୀୟ ପୁରସ୍କାର ଦୁଇଟି ଜାଗାରେ ପାଇଛି। ତ ଆଗକୁ ଏମିତି ଆଉ ସାର୍ଟିଫିକେଟ କଲେ ଆମେ ବହୁତ ଖୁସି ହେବୁ। ପ୍ରତିଯୋଗିତା କଲେ ବହୁତ ଖୁସି ହେବୁ। ମୁଁ ଏତିକି କହିବାର ଧନ୍ୟବାଦ ଜଣାଉଛି। ତମ ସ୍କୁଲର କିଏ ପ୍ରଥମ ପୁରସ୍କାର ପାଇଲେ? ସୁବ୍ରତା ପୂଜାରୀ ସେ ପ୍ରଥମ ପୁରସ୍କାର ପାଇଲେ। ଦ୍ୱିତୀୟ ସରି ସେ ଜିକେରେ ପ୍ରଥମ ପୁରସ୍କାର ପାଇଲେ ଓ ଏସେରେ ପ୍ରଥମ ପୁରସ୍କାର ପାଇଲେ। ଏସେରେ ତୃତୀୟ ପାଇଲେ ସେମାନେ ସରିତା ରାଉତ, ସେ ତୃତୀୟ ମୁଁ ପାଇଲି ଓ ରଚନା କୁଇଜରେ ସେମାନେ ଦ୍ୱିତୀୟ ପାଇଲେ ଓ ତୃତୀୟ ମୁଁ ପାଇଲି। ତାଙ୍କ ନାଁ ହେଲା ଜଗମୋହନ ମାଝୀ, ମୋ ନାଁ ନିରଞ୍ଜନ ନାୟକ। ଏ କାର୍ଯ୍ୟକ୍ରମ କେନ୍ତା ଲାଗଲା? ବହୁତ ଭଲ ଲାଗଲା। ଆଗାମୀ ଦିନ କାର୍ଯ୍ୟକ୍ରମ ଯଦି ହେବା ବହୁତ ଖୁସି ଲାଗବା। ଆମେ ବହୁତ କଲାପାଟ ହାଇସ୍କୁଲର ଛାତ୍ରୀ। କଲାପାଟ ଥାନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ହୋଇଥିଲା ଏବଂ ସେଥିରେ ମୁଁ ଭାଗ ନେଇଥିଲି। ଜିକେ ଏବଂ ସେଥିରେ ମୁଁ ପ୍ରଥମ ସ୍ଥାନ ଗ୍ରହଣ କରିଛି।